ସମୁଦ୍ରରେ ଗାଧେଇ ପୁରୀରେ ବୁଲାବୁଲି କରି ଖୁସି ମା ଦେହ ଆମର ଏତେ ଖରାପ ହେଇଯାଇଛି ଯେ ହଷ୍ଟେଲ ଯିବା ପାଇଁ ତାର ଇଚ୍ଛା ହେଉନି। କଲେଜରେ ପଢ଼ାପଢ଼ି ଆରମ୍ଭ ହେଇଗଲାଣି। ଝିଅ ମୋର ଜିଦି କଲା ଯେ ମମି ତମେ ମୋତେ ଟିକେ ନେଇ ଛାଡ଼ିଦେଇ ଆସ କଲେଜରେ। ମୋ ବାପାଙ୍କ ଦେହ ବି ବହୁତ ଖରାପ ଥିଲା। ଭାବିଲି ଝିଅକୁ ଛାଡ଼ି ବାପାଙ୍କୁ ଟିକେ ଦେଖିଦେଇ ଆସିବି। ହଷ୍ଟେଲରେ ପହଞ୍ଚୁ ପହଞ୍ଚୁ ଝିଅ ମୋର ତା ରୁମ୍ ସଜାଡ଼ିବାର ବ୍ୟସ୍ତ। ମୁଁ ଯେତେ କହିଲି ବି ମା ତୁ ବସ୍ରେ ଆସୁଛୁ ଟିକେ ରେଷ୍ଟ କର ତାପରେ ଯାହା କରିବୁ। ଝିଅ କହିଲା କି ମମି ଆଜି ନୁହଁ ମୁଁ ଯେବେ ବି ଆସେ ଏସବୁ ଆଗେ କ୍ଲିନ୍ କରେ ନଚେତ ମୋତେ ଭଲ ଲାଗେ ନା। ମା ଝିଅ ମିଶି ରୁମ୍ ଟିକେ ସଜଡ଼ା ସଜଡ଼ି କରିଥିଲୁ। ଝିଅ ମୋତେ କହୁଥାଏ କି ମମି ତମେ ବସ୍ରେ ଆସିଛ ଟିକେ ଶୋଇପଡ଼। ହେଲେ ମୋତେ ତ ଭଲ ଲାଗୁନଥାଏ। ଝରକା ଖୋଲି ଦେଖେ ତ ଗୋଟେ ବେଲ ଗଛ ମୂଳେ ଏତେ ପାଚିଲା ବେଲ ପଡ଼ିଛି ଯେ କେହି ବି ଜଣେ ସେ ବେଲକୁ ଉଠାଉନାହାନ୍ତି। ମୋତେ ଏତେ ଖୁସି ଲାଗୁଥାଏ। ମୁଁ ଭାବୁଥିଲି କି ଆମ ଗାଁ ଗହଳି ଯଦି ହେଇଥାନ୍ତେ ବେଲ ସବୁ କେଉଁ ଦିନଠୁ ପିଲା ନେଇ ସାରନ୍ତେନି। ଏସବୁ ଦେଖିବା ଭିତରେ ଝିଅ ମୋର ଗାଧେଇ ସାରିଲାନି। ଝିଅ କହିଲା କି ମମି ମୋତେ ଟିକେ ପାଣି ବୋଟଲ ଭରି ଦେଇଯାଅ। ଯେହେତୁ ସେ 4 ତାଲା ଉପରେ ରହୁଥିଲା ନା ତା ବୋଟଲ ସବୁ ମୁଁ ଭରି ଦେଇଥିଲି। ମୋ ବୋଉ ମୋ ଭାଉଜ ଫୋନ୍ କରି ବ୍ୟସ୍ତ କଲେ ଯେ ଦିଦି ତମେ ଶୀଘ୍ର ଆସ, ତମେ ଆସିଲେ ଆମ ସାଙ୍ଗେ ହିଁ ଖାଇବା। ଆମେ ଏପର୍ଯ୍ୟନ୍ତ ଖାଇନୁ। ହେଲେ ମୁଁ ମୋ ସାନ ଭାଇକୁ ୱେଟ୍ କରିଥାଏ କାରଣ ଭାଇ ଆସିଲେ ମୋତେ ଟିକେ ନେଇକି ଯିବ। ତ ମୋତେ ଏକା ଟିକେ ଭଲ ଲାଗୁନଥାଏ ଯିବା ପାଇଁ। ପୁଣି ଅଟୋ କ'ଣ ରିଜର୍ଭ କରି ଯିବି ତ ଭାଇ ଆସିଲେ ମୋତେ ନେଇଯିବ। ଆଉ ଭିତରେ ଭାଇ ତାର ଆସି ଗେଟ୍ ପାଖରେ ପହଞ୍ଚିଗଲାଣି। ମୁଁ କହିଲି ଆସିଛି ତ ଟିକେ ବାବାଙ୍କ ଦର୍ଶନ ସାରି ଯିବି। ଏତେ ଦିନକରେ ଆସିଛି ମୁଁ ଯେବେ ବି ଯାଇ ବାବାଙ୍କ ଦର୍ଶନ ସାରେ। ସେଦିନ ଥିଲା ଗୁରୁବାର। ବାବାଙ୍କର କିଛି ଉତ୍ସବ ବୋଧେ ପାଳନ ହେଉଥିଲା। ହୁଏତ ମୁଁ ଭଲ ଭାବେ ଜାଣିନି। ଝିଅର ସାଙ୍ଗମାନେ କହିଲେ କି ଆଣ୍ଟି ଆଉ ଆଜି ଭୋଜି ହେଉଛି ବାବାଙ୍କର, ଆଜି ତମେ ଦର୍ଶନ କଲନି ଏଠି ବସିଛ। ମୁଁ କହିଲି ହଉ ଯିବି, ଗଲାବେଳକୁ ତ ବାବାଙ୍କୁ ଦର୍ଶନ ସାରି ଯିବି। ଝିଅ କହିଲା ମମି ଆଜି ପହଡ଼ ପରିସାରିବନି। ମୁଁ କହିଲି ହଉ। ତ ଗଲାବେଳକୁ ପହଡ଼ ଖୋଲା ସାରିଥିଲା। ବାବାଙ୍କୁ ଦର୍ଶନ କଲି। ମୋତେ ଏତେ ଶାନ୍ତି ଲାଗୁଥାଏ।